ପିଲାଏ ଆଜି ଆମେ ସୁନ୍ଦର ଗପଟେ ଶୁଣିବା। ଛେଳି ଡରେ ପାଣି କି, ଛେଳି ଡରେ ପାଣି କି। ବଣ ଭିତରେ ପାହାଡ଼ଟିଏ, କେଡ଼େ ସୁନ୍ଦର ପାହାଡ଼, ବିଭିନ୍ନ ପ୍ରକାର ଗଛଲତାରେ ଭର୍ତ୍ତି ହେଇଛି। ପାହାଡ଼ ତଳେ ଝରଣାଟିଏ ମଧ୍ୟ ଅଛି। ଝରଣାଟିଏ ବହି ଯାଇଛି। ସୁନ୍ଦର ପାଣି ଝଲମଲ ଝଲମଲ କରୁଛି। ମାଛମାନେ ଫକ୍ 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 ଡିଆଁ ଡେଇଁ କରୁଥାନ୍ତି। କେଡ଼େ ସୁନ୍ଦର ପାଣି, ଟଙ୍କାଟିଏ ପକେଇଦେଲେ ଦେଖାଯିବ। ଛେଳିଟିଏ ଝରଣା ପାଖରେ ଯାଉଥିଲା। ଯାଉଛି ଝରଣା କୂଳେ କୂଳେ। ଛେଳିଟି ତାପରେ କ'ଣ କଲା, ସେହି ଝରଣାର ଝଲମଲ ପାଣିକୁ ଦେଖିଲା। ଗାଧୋଇବା ପାଇଁ ତାର ମନ ହେଲା। ସେ କ'ଣ କଲା, ପାଣି ଭିତରକୁ ଡେଇଁ ପଡ଼ିଲା। ଡେଇଁ ପଡ଼ିବାରୁ ତାର ଗୋଡ଼ ଯାଇକରି ମାଛ ଦେହରେ ବାଜିଗଲା। ମାଛଟି ରାଗିଗଲା, ଆରେ ଛେଳି, ମୋତେ ଲାତ ମାରୁଛୁ, ମାଛ ଦେହରେ ତୋତେ ଛାଡ଼ିଦେବି। କିଏ କହିଲା? ଆରେ ଛେଳି, ମୋତେ ଲାତ ମାରୁଛୁ ନାଇଁ। ଏହାପରେ ମାଛ ରାଗିଗଲା, ଛେଳିର ଗୋଡ଼କୁ ଜୋରରେ କାମୁଡ଼ି ଦେଲା। ଜୋରରେ ଦେଲେ କାମୁଡ଼ି ଦେଲା, ଛେଳି ଛଟପଟ ହେଇଗଲା। ମୋତେ କାମୁଡ଼ୁଥିଲୁ ନାଇଁ। ଛେଳିର ଦେହ ଝିମ୍ ଝିମ୍ ହୋଇଗଲା। ସେ ଭୟରେ ପାଣିରୁ ବାହାରି ପଳେଇଲା। ସେହିଦିନ ଠାରୁ ଛେଳିମାନେ ଆଉ ପାଣି ଭିତରକୁ ପଶନ୍ତି ନାହିଁ। ତାଲି ଟିକେ ହଉ, ବଜାଅ। ଦେଖିଲ ଏବେ ଗପ କେମିତି ଲାଗିଲା? କେମିତି ଲାଗିଲା? ଜୋରରେ କହ, ପାଟି କର। ଭଲ ଲାଗିଲା। ହଉ ଠିକ୍ ଅଛି। ଛେଳି ଡରେ ପାଣି କି, ଛେଳି ଡରେ, ଛେଳି ଡରେ। ଆଉ ଥରେ, ଛେଳି ଡରେ।